नीलाद्रि निवासाय नित्याय परमात्मने बलभद्र सुभद्राभ्यां जगन्नाथाय ते नमः। श्री गुरुभ्यो नमः। আজি ଆମେ ଏହି ଭିଡିଓ ମାଧ୍ୟମରେ ଏହି ଭିଡିଓ ଦ୍ୱାରା ସ୍ୱର ସନ୍ଧି ଅନ୍ତର୍ଗତ ଅୟାଦି ସନ୍ଧିକୁ ସରଳ ଭାବରେ ବୁଝିବା। ଏହି ସନ୍ଧିର ନିୟମ, ଏହି ଅୟାଦି ସନ୍ଧିର ଉଦାହରଣ ସହିତ ଆଜି ଆମେ ଭଲ ଭାବରେ ବୁଝିବା। ଯଦି ଏହି ଭିଡିଓଟି ଆପଣମାନଙ୍କୁ ଭଲ ଲାଗେ ତାହେଲେ ନିଶ୍ଚିତ ଭାବରେ ଲାଇକ୍, କମେଣ୍ଟ, ସେୟାର ଏଣ୍ଡ ସବସ୍କ୍ରାଇବ କରିବାକୁ ଭୁଲିବେ ନାହିଁ। ତ ଦେଖିବା ଅୟାଦି ସନ୍ଧି। ଏ, ଓ, ଐ, ଔ ସହ ଯେକୌଣସି ସ୍ୱରର ସନ୍ଧି ହେଲେ ଏ, ଓ, ଐ, ଔ ସ୍ଥାନରେ ଯଥାକ୍ରମରେ ଅୟ, ଅବ, ଆୟ ଏବଂ ଆବ ହୋଇଥାଏ। ପିଲାମାନେ ଦେଖ ନା ଏ, ଓ, ଐ, ଔ ସହ ଯେକୌଣସି ସ୍ୱର ସନ୍ଧି ହେଲେ, ଯେକୌଣସି ସ୍ୱର ବର୍ଣ୍ଣର ସନ୍ଧି ହେଲେ, ଯେମିତି ଏଟା ଗୋଟେ ଅଛି ଉଦାହରଣ। ଦେଖ ଉଦାହରଣ ସ୍ୱରୂପ ଭୋ ଯୁକ୍ତ ଅତି। ନା ପ୍ରଥମ ପଦର ଅନ୍ତିମ ବର୍ଣ୍ଣ କଣ? ନା ଓ ଅଛି। ପ୍ରଥମ ବର୍ଣ୍ଣର ଅନ୍ତିମ ବର୍ଣ୍ଣ କଣ ଅଛି? ନା ଓ ଅଛି। ତା ସହିତ ଇଏ ସନ୍ଧି ହଉଛି ନା ଏଇଟା ଅଛି ସ୍ୱର ବର୍ଣ୍ଣ ସହିତ ଉତ୍ତର ପଦର ପ୍ରଥମ ବର୍ଣ୍ଣ ହଉଛି ସ୍ୱର ବର୍ଣ୍ଣ। ତ ଦି ଜଣଙ୍କର ସନ୍ଧି ହଉଛି। କହିଛି ପରା ଏଇଟା ଏ, ଓ, ଐ, ଔ ସହ ଯେକୌଣସି ସ୍ୱରର, ଯେକୌଣସି ଅ ସ୍ଥାନରେ ଅନ୍ୟ କୌଣସି ସ୍ୱର ବି ହେଇପାରେ, ସ୍ୱରର ସନ୍ଧି ହେଲେ ସେଇ ଜାଗାରେ ଏ, ଓ, ଐ, ଔ ସ୍ଥାନରେ ଯଥାକ୍ରମରେ କଣ ହବ ନା ଏ ସ୍ଥାନରେ ଅୟ ହେଇଯିବ, ଓ ସ୍ଥାନରେ ଅବ ହେଇଯିବ, ଐ ସ୍ଥାନରେ ଆୟ ହେଇଯିବ, ଆଉ ଔ ସ୍ଥାନରେ କଣ ହେଇଯିବ ନା ଆବ ହେଇଯିବ। ଆଉ ଟିକେ ଭଲ ଭାବରେ ବୁଝିବା। ଯଦି ଉତ୍ତର ପଦ ଏଇଟା ହଉଛି ଅତି, ହଉଛି ଉତ୍ତର ପଦ। ପ୍ରଥମ ବର୍ଣ୍ଣ ସ୍ୱର ବର୍ଣ୍ଣ ଥାଏ। ପ୍ରଥମ ବର୍ଣ୍ଣ କଣ ଥାଏ ବୋଲେ ସ୍ୱର ବର୍ଣ୍ଣ ଥାଏ। ଏଠି କୋଉ ବର୍ଣ୍ଣ ଅଛି? ନା ସ୍ୱର ବର୍ଣ୍ଣ ଅଛି। ତେବେ ପୂର୍ବ ପଦର ଅନ୍ତିମ ବର୍ଣ୍ଣରେ, ପୂର୍ବ ପଦ ହଉଛି ଭୋ, ଏଇଟା ତ ଅନ୍ତିମ ବର୍ଣ୍ଣ କଣ? ଓ। ଅନ୍ତିମ ବର୍ଣ୍ଣ ଏଠି କଣ ଅଛି? ଓ, ଭୋ, ଓ ଅଛି। ତ ଥିବା ଏ, ଓ, ଐ, ଔ ଯଥାକ୍ରମରେ ଅଏ, ଅବ, ଆଏ, ଆବ ରୂପ ନେଇଥାନ୍ତି। ଏଇ ଜାଗାରେ କଣ ହେଇଯିବ ରେ ପିଲେ? ଏ ଓ ଜାଗାରେ କଣ ହେଇଯିବ ନା ଅଏ, ଅବ, ଆଏ, ଆବ ହେଇକି ଦେଖ ପିଲେ ଏଠି କଣ ହେଇଯାଇଛି? ଅବ ହେଇଯାଇଛି। ସେଥିପାଇଁ ଭବତି ଓକାର ଜାଗାରେ ଅବ ହେଇଯାଇଛି। ଆଉ ଭଲ ଭାବରେ ବୁଝିବା ପୃଥକ ପୃଥକ ଭାବରେ। ନିୟମ ଦେଖ ପିଲେ ପୂର୍ବ ପଦର ଅନ୍ତ୍ୟ ସ୍ୱରର, ପୂର୍ବ ପଦ କୋଉଟାରେ ପିଲେ? ଏଠି ଦିଟା ଦିଆ ହେଇଛି। ଦେଖ ଗୋଟେ ଉଦାହରଣ ଦିଆ ହେଇଛି ଯେ ଯୁକ୍ତ ଅତି, ଯେ ଯୁକ୍ତ ଅତି। ଏହାର ପୂର୍ବ ପଦ ହଉଛି ଯେ ଏବଂ ଉତ୍ତର ପଦ ହଉଛି ଅତି। ସମସ୍ତେ ବୁଝିପାରୁଛ? ମୁଁ ପ୍ରାୟ ବୁଝିପାରୁଥିବ ମୁଁ ଆଶା କରୁଛି ଏମିତି। ତ ଯେ ଯୁକ୍ତ ଅତି। ଦେଖ ପୂର୍ବ ପଦର ଅନ୍ତ୍ୟ ସ୍ୱରର, ଅନ୍ତ୍ୟ ସ୍ୱର ମାନେ ଅନ୍ତରେ ଯୋଉ ସ୍ୱର ଅଛି ପୂର୍ବ ପଦର କଣ ଅଛି? ଯେ ଲାଷ୍ଟ କୁ କଣ ଅଛି? ଏ ଅଛି, ଏ ଅଛି। ଏଟା ଦେଖ ଏ ଯୁକ୍ତ କୌଣସି ସ୍ୱର ବର୍ଣ୍ଣ, ମାନେ ଯେକୌଣସି ସ୍ୱର ବର୍ଣ୍ଣ ହେଇପାରେ। ତ ଏ ସହିତ ଯଦି ସ୍ୱର ବର୍ଣ୍ଣର କଣ ହୁଏ ପିଲେ? ସନ୍ଧି ହୁଏ, ତାହେଲେ ଏଠି କଣ ହେଇଯିବ? ଅୟ ହେଇଯିବ। ଓକେ, ଭଲ ଲାଗିଛି। ଦେଖ ଅୟ ହେଇଯିବ ଯୁକ୍ତ ସେହି ସ୍ୱର ବର୍ଣ୍ଣ। ଏହି ଏକାର ସ୍ଥାନରେ କଣ ହେଇଯିବ ରେ ପିଲେ? ଏ ହେଇଯିବ। ଆଉ ଏହି ଅ ସ୍ୱର ବର୍ଣ୍ଣଟା ସେମିତି ରହିବ। ଏଠି କଣ ହେଇଯିବ? ଦେଖ ଜ ହଲନ୍ଦ ବାଲା ଜ ଯୁକ୍ତ ଅ, ଜ ହେଇଯିବ ପୂର୍ଣ୍ଣ ଜ। ତାପରେ ୟ ହଲନ୍ଦ ବାଲା ୟ ଯୁକ୍ତ ଅ, ୟ ହେଇଯିବ। ଲାଷ୍ଟ କୁ କଣ ରହିଲା? ତି ରହିଲା, ଜୟତି। ସେମିତି ଦେଖ ପ୍ରଥମ ପଦର ଅନ୍ତିମ ବର୍ଣ୍ଣ ଏ, ଓ, ଐ, ଔ ହେଇଥିଲେ ଏବଂ ତା ପରବର୍ତ୍ତୀ ପଦର ଉତ୍ତର ପଦର ପୂର୍ବ ବର୍ଣ୍ଣ ଯଦି ଯେକୌଣସି ସ୍ୱର ବର୍ଣ୍ଣ ହେଇଥିଲେ କଣ ହବରେ ପିଲେ? ନା ଏ ସ୍ଥାନରେ କଣ ହେଇଯିବ? ନା ଅୟ ହେଇଯିବ, ଓ ସ୍ଥାନରେ ଅବ ହେଇଯିବ, ଐ ସ୍ଥାନରେ ଆୟ ହେଇଯିବ, ଆଉ ଔ ସ୍ଥାନରେ ଆବ ହେଇଯିବ। ଲେଖା ହେଇଛି ତଳେ ଦେଖ ଓ ସହିତ ଯଦି କୌଣସି ସ୍ୱର ବର୍ଣ୍ଣ ମିଶିବ ତାହେଲେ ସେହି ଓ ସ୍ଥାନରେ ଅବ ହେଇଯିବ,
ତାପରେ ସେଇ ସ୍ୱର ବର୍ଣ୍ଣ ସାଙ୍ଗରେ ସେ ମିଶିଯିବେ। ସେମିତି ଐ ଐ ସ୍ଥାନରେ ଐ ସାଙ୍ଗରେ ଯଦି କୌଣସି ସ୍ୱର ବର୍ଣ୍ଣ ମିଶେ, ସେ ଐ ସ୍ଥାନରେ କଣ ହେଇଯିବ ବୋଲେ ଆଏ ହେଇଯିବ। ଆଉ ସେଇ ସ୍ୱର ବର୍ଣ୍ଣ ବଦଳିବନି, ବାକି ଐ ବଦଳିଯିବ। ଐ ଜାଗାରେ କଣ ହେଇଯିବ? ଆଏ ହେଇଯିବ। ସେମିତି ଔ ସହିତ କୌଣସି ସ୍ୱର ବର୍ଣ୍ଣ ଯଦି ମିଶିବ, ସେ ଔ ସ୍ଥାନରେ କଣ ହେଇଯିବ ନା ଆବ୍ ହେଇଯିବ, ଯୁକ୍ତ ସେହି ସ୍ୱର ବର୍ଣ୍ଣ ରହିବ। ଖାଲି ବଦଳିବ ତ ଏହି ଚାରିଟା ଜାଗାରେ କଣ ହେଇଯିବ ବୋଲେ ଅଏ, ଅବ, ଆଏ, ଆବ ବଦଳିବ। ବାକି ଏଇ ମାନେ ଯେମିତି ଅଛନ୍ତି ସେମିତି ରହିବେ। ଅୟାଦି ସନ୍ଧିର ଆଉ ଗୋଟେ ଦେଖିବା ଉଦାହରଣ ମାନେ ନିୟମକୁ। ତ ପ୍ରଥମ ନିୟମ ହଉଛି ଏ ସହିତ କୌଣସି ସ୍ୱର ବର୍ଣ୍ଣ ଯଦି ମିଶୁଛନ୍ତି, ସନ୍ଧି ହେଉଛନ୍ତି, ତେବେ ସେଇ ଏ ସ୍ଥାନରେ କଣ ହେଇଯିବ ବୋଲେ ଅୟ ହେଇଯିବ। କଣ ହେଇଯିବ ନା ଅୟ ହେଇଯିବ। ଆଉ ସେଇ ସ୍ୱର ବର୍ଣ୍ଣକୁ ସ୍ୱର ବର୍ଣ୍ଣ ରହିବ। ଉଦାହରଣ ଦେଖିବା, ଚେ ଯୁକ୍ତ ଅତି, ଚେ ଯୁକ୍ତ ଅତି। ଏଠି ଦେଖିପାରୁଥିବ ଚେ ହଲନ୍ଦ ବାଲା ଚ ରହିଲା, ଯୁକ୍ତ ଏ ଚେ ଯୁକ୍ତ ଅତି। ତ କଣ ହଉଛି ସେ ହଲନ୍ଦ ବାଲା ଚ ରହିଲା ଏପଟେ। ତାପରେ ଦେଖ ସେ ଏକାର ସ୍ଥାନରେ କଣ ହେଇଗଲା ନା ଅୟ ହେଇଗଲା। ଏକାର ସ୍ଥାନରେ କଣ ହେଇଗଲା ଅୟ, କାହିଁକି ନା ଏ ପରେ କୌଣସି ଗୋଟେ କଣ ଅଛି ସ୍ୱରବର୍ଣ୍ଣ ଅଛି, ଅ ଅଛି। ତ ଏହି ଜାଗାରେ କଣ ହେଇଯିବ ନା ଏ ସ୍ଥାନରେ କଣ ହେଇଯିବ ନା ଅୟ ହେଇଗଲା। ପୁଣି ସେ ଅତିକୁ ଅତି ରହିଲା, ତ କଣ ହେଇଗଲା ମିଶିଗଲେ ଚୟ ତି। ସେମିତି ଯେ ଅତି ହଲନ୍ଦ ବାଲା ଜ ଏ କୁ ଆମେ ସେପାରେଟ କରିଦେଲେ, ସେଇ ଏ ସ୍ଥାନରେ କଣ କଲେ ନା ଅୟ ହେଇଗଲା। ଅଛି ନା ଏଠି ଅୟ। ତ ଦେଖ, ତ এই ହଲନ୍ଦ ବାଲା ଜ ଅ ମିଶିଗଲେ କଣ ହେଇଯିବ ଜ ହେଇଯିବ। ହଲନ୍ଦ ବାଲା ୟ ଆଉ ଅ ମିଶିଗଲେ କଣ ୟ ହେଇଯିବ। ଲାଷ୍ଟକୁ କଣ ଅଛି ତି ଅଛି, ଏଟା କଣ ହେଇଯିବ ବୋଲେ ଜୟତି। ସେମିତି ନେ ଯୁକ୍ତ ଅନମ। ନକାରୁ ଏକାର ଅଲଗା କରିଦବା, ନ ହଲନ୍ଦ ବାଲା ନ ହେଇଗଲା। ତାପରେ ଏକାରଟାକୁ କଣ କଲେ ନା ଅଲଗା କରିଦେଲେ, ସେମିତି ଅନମ। ତ ଆମେ ଏଠି ଦେଖିପାରିବା ପିଲେ, ଏହି ଏକାର ପରେ ସ୍ୱରବର୍ଣ୍ଣ ଥିବାରୁ ଏହି ଏକାର ଜାଗାରେ କଣ ହେଇଗଲା ନା ଅୟ ହେଇଗଲା। ତ ନ ହଲନ୍ଦ ବାଲା ନ ୟ ମିଶିଲେ କଣ ହେଇଯିବ ନ ହେଇଯିବ। ୟ ହଲନ୍ଦ ବାଲା ୟ ଆଉ ଅ ମିଶିଲେ କଣ ହେଇଯିବ ୟ ହେଇଯିବ। ଆଉ ଏଠି କଣ ନମ ରହିଲା, ତ ନ ୟ ନମ। ସେମିତି ସେ ଯୁକ୍ତ ଅନମ। ସ ଠୁ ଏ କୁ ଅଲଗା କରିଦେଲେ, ସ ଠୁ ଏ କୁ ଅଲଗା କରିଦେଲେ, ଆଉ କଣ ରହିଲା ରେ ବୋଲେ ଅନମ ରହିଲା। ତ ଏ ପରେ ସ୍ୱରବର୍ଣ୍ଣ ଥିବାରୁ ଏହି ଏ ସ୍ଥାନରେ କଣ ହେଇଗଲା ରେ ବୋଲେ ଅୟ ହେଇଗଲା। ତ ସ ଯୁକ୍ତ ଅ ମିଶିଗଲେ କଣ ପୂର୍ଣ୍ଣ ସ ହେଇଯିବେ। ସେମିତି ହଲନ୍ଦ ବାଲା ୟ ସାଙ୍ଗରେ ଯଦି ଅ ମିଶିଦେଲେ ପୂର୍ଣ୍ଣ ୟ ହେଇଯିବେ। ଆଉ ନମ ରହିଲା, କଣ ହେଇଗଲା ପୂର୍ଣ୍ଣ ପଦଟା କଣ ହେଇଗଲା ନା ଶୟନମ ହେଇଗଲା। ଏମିତି ଭାବରେ ଏହି ସନ୍ଧିର ପ୍ରଥମ ନିୟମ ହୋଇଥାଏ। ତାପରେ ଦେଖିବା ଓ। ଓ ସହିତ ଯଦି କୌଣସି ସ୍ୱରବର୍ଣ୍ଣର ସନ୍ଧି ହୁଏ, ତାହେଲେ ସେହି ଓ ସ୍ଥାନରେ ଖାଲି ଜାଣିଥାଅ ପିଲେ, ଖାଲି ଓ ସ୍ଥାନରେ ଏ ସ୍ଥାନରେ ଔ ସ୍ଥାନରେ ଐ ସ୍ଥାନରେ ହିଁ ବସିବ। ସେ ଆର ସ୍ୱରବର୍ଣ୍ଣ ସ୍ଥାନରେ ବସିବ ନାହିଁ। ତ ଓ ସହିତ ଯଦି କୌଣସି ସ୍ୱରବର୍ଣ୍ଣର କଣ ସନ୍ଧି ହୁଏ, ତାହେଲେ ସେ ଓ ସ୍ଥାନରେ କଣ ହବ ରେ ପିଲେ ଅବ ହବ। ଦେଖ ଭୋ ଯୁକ୍ତ ଅତି, ଭ ଠୁ ଓ କୁ ଅଲଗା କରିଦେଲେ, ସେଇ ଓ ଜାଗାରେ କଣ ବସିଗଲା ଅବ ବସିଗଲା। ଏଟା ଲେଖା ହେଇଛି ନା। ତ ଭ ଯୁକ୍ତ ଓ ଯୁକ୍ତ ଅତି, ତ ସେଇ ଭ ଠୁ ଅ କୁ ଅଲଗା କରିଦେଲେ, ଓ କୁ ଅଲଗା କରିଦେଲେ, ସେ ଓ ଜାଗାରେ କଣ ବସିଗଲା ଅବ ବସିଗଲା। ତ ହଲନ୍ଦ ବାଲା ଭ ସହିତ ଯେତେବେଳେ ଅ କୁ ମିଶିଗଲା ପୂର୍ଣ୍ଣ ଭ ହେଇଗଲା। ସେମିତି ହଲନ୍ଦ ବାଲା ବ ସହିତ ଯେତେବେଳେ ଅ କୁ ମିଶିଗଲା ପୂର୍ଣ୍ଣ ବ ହେଇଗଲା, କଣ ହେଇଗଲା ଭବତି। ସେମିତି ଭୋ ଅନମ, ଭୋ ଅନମ। ଭ ଠୁ ଓ କୁ ଅଲଗା କରାଗଲା। ଓକେ, ସେ ଓ ସ୍ଥାନରେ ଓ ଦେଖ ପିଲେ ଏଠି ଅ ଅଛି, କାହିଁକି ନା କୌଣସି ଗୋଟେ ସ୍ୱରବର୍ଣ୍ଣ ଅଛି, ସେଇଥିପାଇଁ ଓ ସ୍ଥାନରେ କଣ ହେଲା ନା ଅବ ହେଇଗଲା, ଅବ ହେଇଗଲା। ତ ଦେଖ ଅ ସହିତ ଯେତେବେଳେ ଭ କୁ ମିଶେଇ ଦେଲା, ତା କଣ ହେବ ଭ ହେଇଯାଉଛି। ଏହି ହଲନ୍ଦ ବାଲା ବ ସହିତ ଯେତେବେଳେ ଅ କୁ ମିଶେଇ ଦେବା, ଆମେ କଣ ହେଇଯାଉଛି ରେ ପିଲେ ବ ହେଇଯାଉଛି। ଭ ବ, ତାପରେ ଏଟା କଣ ହେଲା ନମ, ପୂର୍ଣ୍ଣ ପଦଟା କଣ ହେଇଗଲା ନା ଭବନମ। ପୋ ଯୁକ୍ତ ଅନହ, ପ ଠୁ ଓ କୁ ଅଲଗା କରିଦେଲେ, ସେଇ ଓ ଆଉ ପରବର୍ତ୍ତୀ ଗୋଟେ ସ୍ୱରବର୍ଣ୍ଣ ଅଛି ପରବର୍ତ୍ତୀ ପଦରେ, ତ ଏଇଟା
ଏଇଟା ଯଦି ସନ୍ଧି ହଉଛି ତ ଓ ସ୍ଥାନରେ କଣ ହେଇଯିବ ନା ଓ ଅବ ହେଇଯିବ। ତ ପ ଯୁକ୍ତ ଅବ ଯୁକ୍ତ ଅନହ କଣ ହେଇଯିବ ରେ ବୋଲେ ପବନଃ। ସେମିତି ପୋ ଯୁକ୍ତ ଇତ୍ରମ୍ ପବିତ୍ରମ୍, ଗୋ ଯୁକ୍ତ ଏଷଣା ଗବେଷଣା, ଏମିତି ହଉଛି। ଆଉ ଗୋଟେ ନିୟମକୁ ଦେଖିବା, ଐ ସହିତ କୌଣସି ସ୍ୱରବର୍ଣ୍ଣର ସନ୍ଧି ହେଲେ ସେ ଐ ସ୍ଥାନରେ କଣ ହେଇଯିବ ନା ଆଏ ହେଇଯିବ ଏବଂ ସେଇ ସ୍ୱରବର୍ଣ୍ଣକୁ ସେଇ ସ୍ୱରବର୍ଣ୍ଣ ରହିବ। ଗୈ ଯୁକ୍ତ ଅକହ, ଗ ଠାରୁ ଐ କୁ ଅଲଗା କରିଦେଲେ ଗ। ଓକେ, ତ ଏଇ ଏଇ ପରେ ସ୍ୱରବର୍ଣ୍ଣ ଅଛି ତ ଏଇ ସ୍ଥାନରେ କଣ ହେଇଯିବ ନା ଆୟ ହେଇଯିବ। କଣ ହେଇଯିବ ନା ଆୟ ହେଇଯିବ। ତ କଣଟେ ବିଲେ ନା ହଲନ୍ଦ ବାଲା ଗ ଯୁକ୍ତ ଆୟ, ଏଇ ସ୍ଥାନରେ ଆୟ ହେଇଗଲା, ଆୟ ଯୁକ୍ତ ଅକହ କଣ ହେଇଯିବ ସମ୍ପୂର୍ଣ୍ଣ ରୂପ ହେଇଯିବ ଗାୟକଃ। ସେମିତି ନଈ ଯୁକ୍ତ ଅକହ, ନ ରୁ ଐ କୁ ଅଲଗା କରିଦେଲେ ଐ ପରେ ସ୍ୱରବର୍ଣ୍ଣ ଥିବାରୁ ଐ ସ୍ଥାନରେ କଣ ହେଇଗଲା ନା ଆୟ ହେଇଗଲା। ନ ଆୟ ଅକହ କଣ ହେଇଯିବ ବୋଲେ ନାୟକଃ। କଣ ହେଇଯିବ ନା ନାୟକଃ। ଆଉ ଗୋଟେ ନିୟମକୁ ଦେଖିବା ଏବେ। ହଉ ସହିତ କୌଣସି ସ୍ୱରବର୍ଣ୍ଣ ଯଦି ସନ୍ଧି ହେଲେ ସେଇ ଔ ସ୍ଥାନରେ କଣ ହେଇଯିବ ନା ଆବ ହେଇଯିବ। କଣ ହେଇଯିବ ଆବ ହେଇଯିବ। ଆଉ ସେଇ ସ୍ୱରବର୍ଣ୍ଣ ସେମିତି ରହିବ। ତ ଦେଖ ପୌ ଯୁକ୍ତ ଅକହ, ପ ଠାରୁ ଯଦି ଆମେ ଔ କୁ ଅଲଗା କରିଦେବା, ଦେଖ ପ ପ କୁ ପ ରହିଗଲା ଔ, ପରବର୍ତ୍ତୀ ପଦର ବର୍ଣ୍ଣ ହଉଛି ଅ ସ୍ୱରବର୍ଣ୍ଣ। ଔ ପରେ ଯଦି ସ୍ୱରବର୍ଣ୍ଣ ଥାଏ ନିୟମ କଣ ଅଛି ନା ଆବ ହେଇଯିବ। ସେଇ ଔ ସ୍ଥାନରେ କଣ ହେଇଗଲା ରେ ବୋଲେ ଆବ ହେଇଯିବ। ଅନ୍ତରେ କଣ ରହିଲା ଅକହ, ତ ପ ସହିତ ଆ ମିଶିଗଲେ କଣ ହେଇଗଲା ନା ପା ହେଇଗଲା। ବ ସହିତ ଅ ମିଶିଗଲେ ନା କଣ ହେଇଗଲା ନା ବ ହେଇଗଲା। ପା ବ କ କୁ କ ରହିଲା ତ ପାବକ। ସେମିତି ଭୌ ଯୁକ୍ତ ଅକହ, ଭ ଠୁ ଔ କୁ ଅଲଗା କରିଦେଲେ ତ ଭ ଔ, ପରବର୍ତ୍ତୀ ପଦଟା କଣ ଅଛି ନା ଅକହ ଅଛି, ସ୍ୱରବର୍ଣ୍ଣ ଥିବାରୁ ଔ ସ୍ଥାନରେ ଆବ ହେଇଗଲା। ତ ଭ ସହିତ ଆ ମିଶିଗଲେ ଭା ହେଇଗଲା। ବ ସହିତ ଅ ମିଶିଗଲେ ବ ହେଇଗଲା। ଆଉ ଲାଷ୍ଟକୁ କଣ ରହିଲା କ ରହିଲା ଭାବକଃ। ଭୌ ଯୁକ୍ତ ଉକହ, ଭୌ ଯୁକ୍ତ ଉକହ, ଭ ଠୁ ଔ କୁ ଅଲଗା କରିଦେଲେ ଭ ଔ, ଔ ପର ଉ ଥିବାରୁ ସ୍ୱରବର୍ଣ୍ଣ ଥିବାରୁ ଔ ସ୍ଥାନରେ କଣ ହେଇଗଲା ନା ଆବ ହେଇଗଲା। ଦେଖ ହଲନ୍ଦ ବାଲା ଭ ସହିତ ଆ ମିଶିଗଲେ କଣ ହେଇଯିବ ନା ଭା ହେଇଗଲା। ବ ସହିତ ଯେତେବେଳେ ଉ ମିଶିଗଲା ବୁ ହେଇଗଲା। କ କୁ କ ଅଛି ଭାବୁକ। ସେମିତି ନୌ ଯୁକ୍ତ ଇକହ, ନ